हेलो फ्रेंड्स जय जगन्नाथ। आज आम जीवु टिके जगन्नाथ मंदिर। बहुत दिन है इच्छा थिला जगन्नाथ मंदिर जीवु बोली किंतु जाई पार नथिलु। आज हमर मैरेज रो 6 मास पुरला। तो सेथिपे आमे टिके जगन्नाथ दर्शन करिया जीवु बोली बाहरिचु सोनांगर मोर। आउ देखंतु देखि पारथिबे से पूरा फोटो उठाइरा पूरा व्यस्त जिबा रेडी। तो फाइनली आम बाहरी गलु मंदिर को जीवु। बाय कर दिया शांति। तो फाइनली आम बाहर मंदिर। कौन धनु ଯିବା चलो मंदिर दूर बाटू बेसी नुह अल्प बाट। एटा संबलपुर डिस्ट्रिक्ट बामड़ा। तो ये बहुत बढ़िया मंदिर अच्छी जगन्नाथ मंदिर बहुत बढ़िया मंदिर अच्छी। वर्षे है मुझे रही किंतु केवे भी जापर न समय एमती बाहरी पारे। तो से जाई हुए। तो जेहेतु ये आसी इच्छा कले कि जगन्नाथ मंदिर जावा कहीं आम मैरेज पर बहुत दिन है जीवु जीवु पूरी जापर नु समय हुए। तो से भाविलु कि नाई आग ये तो अच्छे जगन्नाथ ये भी अच्छा। जगन्नाथ डोरी लगिले जगन्नाथ निश्चित डाकिबे। आज आम जगन्नाथ दर्शन जमी भी आज करवा। तो से जाऊँ आज जगन्नाथ दर्शन करी। एटू 300-400 मीटर कि 500 मीटर भितर हम मंदिर पड़ू। ହଉ ଠିକ ଅଛି ସାଙ୍ଗମାନେ ଆମେ ସିଧା ମନ୍ଦିରକୁ ବର୍ତ୍ତମାନ ଯିବା ମନ୍ଦିରରେ ଯାଇ ଦେଖାହବା। देखिए मंदिर देखगला मंदिर काम चली। जय जगन्नाथ। हेलो गाइस वर्तमान हम आसी पहुंची गलु मंदिर रे। देखि पारथिबे आपण मंदिर बहुत सुंदर अछि मंदिर। मु तो बहुत एक्साइटेड। चलतु ଯିବା ଭିतरକୁ। चलतु सांग मैंने आम मंदिर भितर को जावा ठाकुर दर्शन करवा मंदिर भितर को जाकि। जय जगन्नाथ। जय जगन्नाथ। बहुत खुशी लगुच जे बहुत दिन पर मंदिर आसिलु जगन्नाथ दर्शन आज फाइनाली करिया को मिलला। मंदिर तो बहुत बढ़िया लगुच। जय जगन्नाथ। सांग मैंने देखिपे मंदिर टी केते सुंदर शांति परिवेश अच्छी। समय प्रायतः 12टा है से मंदिरटा टी फाँका अच्छी। ठाकुर को देखुची ठाकुर भितर अच्छा। देखिपे मंदिर काम चलती। मंदिर काम एपटे चलती रंग हरिका काम दिया आगु मकर जात्रा अच्छी। तो से मंगर डेकोरेशन चली। आगु बड़ मकर जात्रा अच्छी जनवरी मसरे। तो से बहुत सारा गहली लोक बहुत हमें। टिका लगेगा।
ଦେଖିପାରୁଥିବେ ମନ୍ଦିରଟା କେତେ ସୁନ୍ଦର ହେଇଛି। ଜୟ ଜଗନ୍ନାଥ ସ୍ୱାମୀ ମାନବତଗାମୀ ଭବ ତୁମେ। ଫାଇନାଲି ଆଜି ଜଗନ୍ନାଥଙ୍କ ଦର୍ଶନ କରି ବହୁତ ଖୁସି ଲାଗିଲା। ଆଉ ଏତେ ଖୁସି ଲାଗୁଛି ଯେ କହି ହେଉନି। ଆଉ ବହୁତ ଦିନର ଇଚ୍ଛା ଆଜି ପୁରା ହେଲା କି ନାଇଁ ଜଗନ୍ନାଥ ଦର୍ଶନ କରିବୁ। ତ ଜଗନ୍ନାଥ ଦର୍ଶନ ଆଜି ହେଇଗଲା। ମନ୍ଦିର ଚାରିପଟେ ଦର୍ଶନ କରେଇଦବା। ହାଁ ମନ୍ଦିର ଚାରିପଟେ ଦର୍ଶନ। ମନ୍ଦିର ଚାରିପଟ ବି ବହୁତ ସୁନ୍ଦର ଅଛି। ଆପଣମାନେ ଯଦି କେବେ ଆସନ୍ତି ଏ ଜାଗାକୁ ତ ବହୁତ ସୁନ୍ଦର ପ୍ଲେସଟେ ହେଇଛି ଆଉ ସୁନ୍ଦର ଜଗନ୍ନାଥ ମନ୍ଦିର। ଛୋଟ ଯେହେତୁ ଏଇଟା ଛୋଟ ପ୍ଲେସରେ ଅଛି ତ ଫିର ବି ବହୁତ ବଡ଼ ମନ୍ଦିର ଅଛି ଏଠି। ଆପଣମାନେ ଦେଖିପାରୁଥିବେ କେତେ ବଡ଼ ମନ୍ଦିର ଅଛି। ଯେମିତିକି ମୁଁ କହୁଥିଲି ମନ୍ଦିରର କାମ ଚାଲିଛି। କାହିଁକି ନା ଆଗକୁ ମକର ଅଛି। ମକରରେ ଏଠି ବହୁତ ସାରା ଗହଳି ହୁଏ। ତ ଏଠି ଦେଖିପାରୁଥିବେ ମନ୍ଦିରର କାମ ବହୁତ ଜୋରସୋରରେ ଚାଲିଛି। ଆସନ୍ତୁ ସେପଟକୁ ଯିବା। ଏଠି ପ୍ରଭୁ ବଜରଙ୍ଗୀବାଲି ଅଛନ୍ତି। ଦେଖନ୍ତୁ ଜୟ ବଜରଙ୍ଗବାଲି। ସେପଟକୁ ଯିବା। ଦେଖିପାରୁଥିବେ ସାଙ୍ଗମାନେ ମନ୍ଦିରଟା ତମକୁ କେମିତି ଲାଗୁଛି? ମନ୍ଦିର ବହୁତ ବଢିଆ ଅଛି। ବହୁତ ହୁଁ ବଢିଆ। ବହୁତ ବଢିଆ ହେଇଛି। ମନ୍ଦିରର ବାମ ଦେଶରେ ମହାପ୍ରଭୁ ଗଣେଶ ଅଛନ୍ତି। ଆପଣଙ୍କୁ ମନ୍ଦିରଟା ଦେଖଉଛି। ମନ୍ଦିରଟା କିପରି କାମ ଚାଲିଛି। ମନ୍ଦିରଟା କାମ ଚାଲିଛି ପୁରା କଲର ଦିଆହଉଛି। ଆମର ପୁରୀ ଗଲାବେଳକୁ ଯେମିତି ମା ମଙ୍ଗଳା ଥାଆନ୍ତି ବାଟ ମଙ୍ଗଳା ଏଠି ବି ସେମିତି ମଙ୍ଗଳା ମା ଠାକୁରାଣୀ ଅଛନ୍ତି। ଦେଖିପାରୁଥିବେ ମଙ୍ଗଳା ଠାକୁର ଏପଟେ ମଙ୍ଗଳା ଠାକୁର ଅଛନ୍ତି। ସେପଟେ ସାଙ୍ଗମାନେ ଲକ୍ଷ୍ମୀ ମାଙ୍କ ମନ୍ଦିର ଅଛି। ଯେମିତିକି ଆମର ପୁରୀ ମନ୍ଦିରରେ ଯେମିତି ଲକ୍ଷ୍ମୀଙ୍କ ମନ୍ଦିର ଜଗନ୍ନାଥଙ୍କର ବାମ ପଟେ ଥାନ୍ତି ସେମିତି ଏଠି ବି ମା ଲକ୍ଷ୍ମୀଙ୍କର ବି ମନ୍ଦିର ଅଛି। ଦେଖିପାରୁଥିବେ ଏଇଟା ହଉଛି ମା ଲକ୍ଷ୍ମୀଙ୍କର ମନ୍ଦିର। ଦେଖିପାରୁଥିବେ ଏଇଟା ହେଲା ଛୋଟ ଗାର୍ଡେନଟେ ଅଛି ଠାକୁରଙ୍କର। ଯେମିତି ଆମ ପୁରୀରେ ଏବେ ନୂଆ ଗାର୍ଡେନ ହେଇଛି ସେଇଭଳି ଏଠି ବି ନୂଆ ଗାର୍ଡେନ ହେଇଛି ମନ୍ଦିର ସାଇଟରେ କିନା। ଏଟା ନାଅ ମନ୍ଦିର ବହୁତ ବଢିଆ ହେଇଛି। ହୁଁ ବହୁତ ବଢିଆ ହେଇଛି ମନ୍ଦିର। ଭଲ ଲାଗିଲା। ବହୁତ ବଢିଆ। ସୂର୍ଯ୍ୟଦେବଙ୍କୁ ଦେଖ। ଏଠିକି ଆସ ସୂର୍ଯ୍ୟଦେବଙ୍କୁ ଦେଖ। ଦେଖିପାରୁଥିବେ ଏଠି ସୂର୍ଯ୍ୟଦେବଙ୍କ ମନ୍ଦିର ଅଛି ଏଇଟା। ଆଉ ଏଠି ବୃନ୍ଦାବତୀ ଅଛନ୍ତି। ଯଦି ଆପଣମାନେ ଠିକ୍ ସମୟରେ ଆସୁଛନ୍ତି ତାହେଲେ ପ୍ରସାଦ ନିଶ୍ଚୟ ପାଇବେ। ଭଗବାନଙ୍କର ପ୍ରସାଦ ନିଶ୍ଚିତ ପାଇବେ। ଭଗବାନଙ୍କର ପ୍ରସାଦ 12ଟା ବେଳେ ମିଳେ। 12ଟା ସାଢ଼େ 12ଟା ଭିତରେ। 12ଟା ସାଢ଼େ 12ଟା ଭିତରେ ମିଳେ। ଯଦି ଆପଣ ଆସୁଛନ୍ତି କେବେ ବି ତାହେଲେ 12ଟା ସାଢ଼େ 12ଟା ଭିତରେ ଆସିକି ପହଞ୍ଚିଲେ ଆପଣ ଭଗବାନଙ୍କର ପ୍ରସାଦ ପାଇପାରିବେ। ଏଇଟା ହେଲା ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା ସଭା ଗୋବିନ୍ଦପୁର ବାମ୍ରା 2017 ମସିହାରେ ଏଇଟା ସ୍ଥାପିତ ହେଇଥିଲା ଏଇ ମନ୍ଦିର। ମନ୍ଦିର ତ ପରିଦର୍ଶନ ସରିଗଲା ଏବେ ଆମେ ବାହାରକୁ ଯିବା। ଫଟୋ ଉଠେଇକି ଯିବା। ଆଁ ଫଟୋ ଉଠେଇକି। କୋଉଠି ଫଟୋ ଉଠେଇବ?
ହାଁ ଭିଡ଼ିଓରେ କଲେ କ'ଣ ହେଲା? ଶିବ ମନ୍ଦିର କ'ଣ ବନ୍ଦ କରୁନାହାନ୍ତି? ପହଡ଼ ପକେଇନାହାନ୍ତି? ପକେଇଦେବେ ଆଉ ଟିକେ ପରେ ସବୁ ମନ୍ଦିର ପହଡ଼ ପଡ଼ିଯିବ। ଅଲରେଡ଼ି ତ ସବୁ ମନ୍ଦିର ମନ୍ଦିର ପକେଇଲେ ପହଡ଼ ପଡ଼ିଗଲାଣି। ଆସ ଏବେ ମନ୍ଦିରର ଦର୍ଶନ ସାରିଲୁ। ଏବେ ମନ୍ଦିରର ବାହାରକୁ ବାହାରିଲୁ। ଆମେ ଯିବା ମନ୍ଦିର ଦର୍ଶନ ଏବେ ସରିଲା। ମନ୍ଦିର ବାହାରକୁ ଦେଖିବା। ଆମେ ମନ୍ଦିରର ବାହାରେ ଦେଖିବା, ବାହାରର ଦୃଶ୍ୟ ଟିକେ ଦେଖିବା। ଦେଖିପାରୁଥିବେ କେତେ ସାରା ସୁନ୍ଦର ସୁନ୍ଦର ମୂର୍ତ୍ତି ମାନଙ୍କର ହେଇଛି ବାହାରେ। ଏପଟେ ବି ଦେଖିପାରିବେ ମନ୍ଦିରର ଦୁଇ ପାର୍ଶ୍ୱରେ ଭଲ ସୁନ୍ଦର ସୁନ୍ଦର ମୂର୍ତ୍ତି ମାନ ହେଇଛି ଠାକୁରଙ୍କର। ଆଉ ଏପଟେ ଦେଖିପାରୁଥିବେ ଆସ। ଏପଟେ ଆମର ଦୁଇଟା ସମ୍ବଲପୁରୀ ବାଜା ମନ୍ଦିରର ବାହାରେ ଅଛି। କେତେ ସୁନ୍ଦର ଲାଗୁଛି ଦେଖିବାକୁ। ମୁଁ ଦେଖଉଛି ଆପଣଙ୍କୁ, ଦେଖିପାରୁଥିବେ ଏ ସମ୍ବଲପୁରୀ ବାଜା ସିମେଣ୍ଟରେ ତିଆରି ହେଇଛି। ବଜେଇବ ସେ ବାଜିବନି। ଏପଟେ ଦେଖିପାରୁଥିବେ, ଆପଣଙ୍କୁ ଲୋକେସନ ଟା ଦେଖେଇ ଦଉଛି। ଯେମିତି ଦେଖିପାରୁଥିବେ ଆଇ ଲଭ୍ ବାମ୍ରା ମକର ମହୋତ୍ସବ ଏଠି ପାଳନ କରାଯାଏ। ଏଠି ବହୁତ ଧୁମଧାମରେ ମକର ମହୋତ୍ସବ ପାଳନ କରାଯାଏ। ଆଗକୁ ମକର ମହୋତ୍ସବ ଅଛି ଜାନୁଆରୀ ମାସରେ। ତ ଯଦି ଆପଣମାନେ ସମ୍ବଲପୁର ଡିଷ୍ଟ୍ରିକ୍ଟରୁ ବିଲଙ୍ଗ କରୁଛନ୍ତି ତ ନିଶ୍ଚିତ ବାମ୍ରା ଆସନ୍ତୁ। ଆଉ ଏ ସୁନ୍ଦର ଜଗନ୍ନାଥ ମନ୍ଦିରକୁ ଦର୍ଶନ କରନ୍ତୁ। ଜଗନ୍ନାଥ ମନ୍ଦିର ଦର୍ଶନ କଲେ ଦେଖିପାରିବେ କେତେ ଆପଣଙ୍କୁ ଭଲ ଲାଗିବ। ଏଟା ଆମର ଛୋଟ ପ୍ଲେସରେ ହେଲେ ବି ବହୁତ ସୁନ୍ଦର ମନ୍ଦିରଟେ ହେଇଛି। ଏବେ ଆମେ ମନ୍ଦିର ତ ଦର୍ଶନ ସରିଲା, ବାହାର ବି ଦର୍ଶନ ସରିଗଲା। ଏବେ ଆମେ ଯିବା ଘରକୁ ଫେରିବା। ଆସ ଯିବ ନା ଆଜି ମନ୍ଦିରରେ ରହିଯିବ? ମନ୍ଦିରରେ ରହିଯିବେ ବୋଲି କହୁଛନ୍ତି। ରହିଯିବ ମନ୍ଦିରରେ? ରହିଯିବେ। ଆଁ ଘର ଗୋଟେ ଏଠି ଭଡ଼ା କରିଦବା, ତମେ ଏଠି ରହିବ ଆଉ। ସେଥିରେ ଏଇଠି ଭଡା ନଉନ ରହିଯିବା। ହଁ ଭଲ ହୁଅନ୍ତା। ଘର ବଡ ତ ଦାଣ୍ଡ ଏଇଟା ବଡ ଦାଣ୍ଡ ଠାକୁରଙ୍କର। ଦେଖିପାରୁଥିବେ ଏଇଟା ହେଲା ମହାପ୍ରଭୁ ଜଗନ୍ନାଥଙ୍କର, ଏଇଟା ହେଲା ତାଙ୍କର ବଡ଼ ଦାଣ୍ଡ। ଠିକ୍ ଅଛି ଆମେ ଏବେ ଘରକୁ ଯିବା। ଚାଲ ଯିବା ଘରକୁ, ନା ଯିବନି? ରହିଯାଅ ଏଠି। ଭଡା ଦେଇଛନ୍ତି ରହିଯାଅ। ଭଡା ମିଳୁଛି ରହିଯାଅ ଏଠି, ମଉସା ତ କହିଲେଣି ରହିଯା, ରହିଯାଅ। ଭଡା ମିଳୁନି ଏଠି? ଭଡ଼ା ଘର ଯେ ତମକୁ ଖାଇଲେ ତ ହବ, ଖାଇବାକୁ ମିଳିବ ଆଉ କଣ। ହଁ ରହିଯିବ। ଜଗନ୍ନାଥ ପାଖରେ ରହିଲେ ଖାଇବା ତମର କେତେବେଳେ ଅସୁବିଧା ହବ? ଅସୁବିଧା କିଛି ହବନି। ଯିବା। ହଁ ଚାଲ। ଚାଲନ୍ତୁ ଯିବା। ଯିବା ପୂର୍ବରୁ ଖାଲି ଟିକେ ଦେଖି ଦିଅନ୍ତୁ ଜଗନ୍ନାଥଙ୍କର ମନ୍ଦିର। ଚାଲ ବସ। ପ୍ଲିଜ୍ ଯଦି ଆପଣ ସମ୍ବଲପୁର ଆସୁଛନ୍ତି ତାହେଲେ ବାମ୍ରା ନିଶ୍ଚୟ ଆସନ୍ତୁ। ଆଉ ଏ ଜଗନ୍ନାଥ ମନ୍ଦିର ଭିଜିଟ୍ କରନ୍ତୁ। ଥ୍ୟାଙ୍କ ୟୁ। ଆମେ ଏବେ ଫେରିକି ଯାଉଛୁ ଘରକୁ। ଯୋଉ ବାଟେ ଆସିଥିଲେ ଏଇ ବାଟେ ରିଟର୍ନ ଯାଉଛୁ ଆଉ। ଘରୁ ସେଇପଟେ ହେଇଯିବା। ଯୋଉ ପଟେ ଆଇଥିଲ ସେଇ ପଟେ ଯିବ ବାଟେ ବାଟେ ଆଉ। ଯୋଉ ବାଟେ ଆଇଥିଲ ଆଗେଇ ସେଇ ବାଟେ ଯାଅ ବାଗେଇ। ଆଁ ଯୋଉ ବାଟେ ଆସିଥିଲ ଆଗେଇ ସେଇ ବାଟେ ଯାଅ ବାଗେଇ। ସେଇ ବାଟେ ଆମେ ବାଗେଇ ବାଗେଇ ପୁଣି ଘରକୁ ରିଟର୍ନ କରି ଯାଉଛୁ। ଆମେ ଏବେ ଆସିକି ପୁଣି ଘରେ ପହଞ୍ଚି ଗଲୁ। ଆଉ ମନ୍ଦିର ତ ବହୁତ ଭଲ ଲାଗିଲା। ଯଦି ବହୁତ ବଢିଆ ଲାଗିଲା, ତ ଯଦି ଆପଣମାନେ ବାମରାରେ ରହୁଛନ୍ତି କିମ୍ବା ସମ୍ବଲପୁର ଡିଷ୍ଟ୍ରିକ୍ଟରେ ଅଛନ୍ତି ତ ଆସିକି ଜଗନ୍ନାଥ ମନ୍ଦିର ଭିଜିଟ୍ କରନ୍ତୁ। ଆଉ ଆମର ଚ୍ୟାନେଲକୁ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ କରିବେ ଭୁଲିବେନି। ମନ ଫୁଲ ହାଁ ଫୁଲ କାମ
ବାଏ ଜୟ ଜଗନ୍ନାଥ ବାଏ କରିଦିଅ। ଜୟ ଜଗନ୍ନାଥ।